ଥରେ ଜଣେ ମୂର୍ତ୍ତିକାର ଭଗବାନକୁ କହୁଛି କାଣା ବୋଲି କହୁଛି ଯେ ଭଗବାନ ମୁଇଁ ଯେନ୍ ମୂର୍ତ୍ତି ବନେଇ ଦଉଛେ ସେ ମୂର୍ତ୍ତିକେ ଶହ ଶହ କୋଟି କୋଟି ହଜାର ହଜାର ଲକ୍ଷ ଲକ୍ଷ ଲୋକ ତାହାକେ ପୂଜା କରୁଛନ୍ ତାର ଆଗରେ ସଭିଏ ମୁଣ୍ଡ ଝୁକେଇକିରି କଥା କହୁଛନ୍ ତ ଭଗବାନ ଆପଣ ଯେନ୍ ମୂର୍ତ୍ତିଟା ବନେଇ ଦେଲେ ସେ ମୂର୍ତ୍ତି ଆଗରେ କେନ୍ତା କେହି ପୂଜା ନାଇଁ କରବାର କି ସେ ମୂର୍ତ୍ତି କେନ୍ତା କେହି ନାଇଁ ପଚରାବାର କି ତ ଇନେ ମୂର୍ତ୍ତିକାର କହିଥିବାର ସେ ମୂର୍ତ୍ତି ଯେଉଁଟା ଭଗବାନ ତିଆରି କରିଛନ୍ ଯେନ୍ଟା ସମସ୍ତଙ୍କର ଘରେ ଅଛନ୍ ସେ ଭଗବାନ ମୂର୍ତ୍ତି ହଉଛନ୍ ସ୍ୱୟଂ ପିତାମାତା। ତ ସେ କହିଲା ଯେ ଭଗବାନ ଯେନ୍ ମୂର୍ତ୍ତିଟା ଆମେ ବନାଉଛେ ସେ ମୂର୍ତ୍ତି ଆଗରୁ ଯଦି ଆପଣ ବନେଇଥିବା ମୂର୍ତ୍ତିକୁ ଆଗ ରଖେଇଦେମା ବେଲେ କାଣା ହେବା ସମାଜରେ କିଛି ସୁଧାର ଆସିପାରବା। ତ ଇ କଥାଟା ସେ ମୂର୍ତ୍ତିକାର କହିଥିଲା ଏଇଟା ଗୋଟେ କାହାଣୀ ମାଧ୍ୟମରେ ଗୋଟେ ଶିକ୍ଷାଟେ ଦିଆଗଲା ଯେ ଫାଷ୍ଟ ପିତାମାତା ଚଳନ୍ତି ଠାକୁର ଯିଏ ଆମକୁ ଆମର ଭରଣ ପୋଷଣ ହଉ ଆମର ସବୁକିଛି କରୁଛନ୍ ତାଙ୍କର ଦେଖାରେଖା କରବାଟା ହେଉଛି ଆମର କର୍ତ୍ତବ୍ୟ ତାଙ୍କର ଲାଗି ଆମେ କିଛି ଉଚିତ କାର୍ଯ୍ୟ କରବାଟା ହେଉଛି ଆମର କର୍ତ୍ତବ୍ୟ। ତ ଥ୍ୟାଙ୍କ ୟୁ।